ପାରଳାଖେମୁଣ୍ଡି ରେ ପୁଣି ବାଘ ଆତଙ୍କ। ପାରଳାଖେମୁଣ୍ଡି ବାଘଶାଳା ନିକଟରେ ବାଘର ସନ୍ଧାନ ପାଇଛି ବନ ବିଭାଗ। ବାଘଶାଳା ଠାରେ ବାଘର ପାଦ ଚିହ୍ନକୁ ଠାବ କରିଛି ବନ ବିଭାଗ। ଏହି ଘଟଣା ପରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଅଞ୍ଚଳ ଗସ୍ତ କରିଛି। ବାଘ ପାଦ ଚିହ୍ନ ଦେଖିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ତାର ଗତିବିଧି ଉପରେ ନଜର ରଖିଛି ବିଭାଗ। ବାଘର ଉପସ୍ଥିତି ସ୍ପଷ୍ଟ ନିମନ୍ତେ ଡ୍ରାଫ୍ କିଛି ସ୍ଥାନରେ କ୍ୟାମେରା ସଂଯୋଗ କରିଛି। ଗତ କିଛି ଦିନ ତଳେ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ବାଘ ଯାତାୟାତ କରୁଥିବା ଅଞ୍ଚଳବାସୀ ଦେଖିଥିଲେ। ବର୍ତ୍ତମାନ ପାରଳାଖେମୁଣ୍ଡି ଉପକଣ୍ଠ ବାଘଶାଳା ନିକଟରେ ବାଘର ସନ୍ଧାନ ପାଇବା ପରେ ଲୋକଙ୍କୁ ସତର୍କ ରହିବାକୁ ସଚେତନ କରାଯାଉଥିବା ଏସିଏଫ୍ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ଆଜି ସକାଳେ ଆମ ପାଖରେ ଇନଫର୍ମେସନ ଥିଲା, ଲୋକଙ୍କ ଦ୍ୱାରା କିଛିଟା ପାଦ ଚିହ୍ନ ଠାବ ହୋଇଥିଲା। ସେଟା ଆମ ଟିମ୍ ମଧ୍ୟ ସେଠିକି ମୁଭ୍ କଲେ। ଯାହା ସେଠୁ ସୂଚନା ଆମେ ପାଇପାରୁଛୁ ଯେ ସେଇ ପାଦ ଚିହ୍ନଟି ପାଖାପାଖି ବାଘ ଭଳି ଦେଖାଯାଉଛି। ତାର କୌଣସି ଡାଇରେକ୍ଟଲି ଆମେ ସାଇଟିଂ ହେଇନି, କୌଣସି ଲୋକଙ୍କ ଦ୍ୱାରା ବି ଆମ ପାଖକୁ କୌଣସି ଡାଇରେକ୍ଟ ସାଇଟିଂର ଏଭିଡେନ୍ସ ଆସିନାହିଁ। ଲୋକ ଯେଉଁ ପାଦ ଚିହ୍ନଟି ଦେଖିକି କହୁଛନ୍ତି ଯେ ସେଟା ବାଘର, ଆମେ ବି ତାର ପିଆଇପି ଯେଉଁଥିରେ କି ଆମର ପଗମାର୍କ ଇମ୍ପ୍ରେସନ ପ୍ୟାଡ୍ରେ ଆମର ପିଆଇପି କରାଯାଇଛି। ଇଭେନ୍ ଇଫ୍ ଲୋକଙ୍କ ପାଇଁ ଆମେ ଆୱାରନେସ୍ କରି ଆସୁଛୁ, ସେଇ ପାଖାପାଖି ଅଞ୍ଚଳରେ ସତର୍କତା ସୂଚନା ଦେଇ ଆସୁଛୁ। ଏବେ ବର୍ତ୍ତମାନ ଆମ ଟିମ୍ ବି ସେଇ ଫିଲ୍ଡରେ ଉପସ୍ଥିତ ଅଛନ୍ତି। ସେମାନେ ନିରନ୍ତର ଭାବେ ସେଠାରେ ସମସ୍ତଙ୍କୁ ସତର୍କ କରାଇ ଆସୁଛନ୍ତି। ଆଉ ବାଘକୁ ଆମେ ମନିଟରିଂ କରିବା ପାଇଁ ଆମର ଯେଉଁ 4ଟା ପ୍ରିଭିୟସଲି ଟିମ୍ ଥିଲା, ସେଥିରୁ 2ଟା ଟିମ୍ ଆମେ ମନିଟରିଂ ପାଇଁ ସେମାନେ ମୁଭ୍ କରୁଛନ୍ତି। ବାଘର ପାଦ ଚିହ୍ନ ଆମେ କନଫର୍ମ କରିବୁ ଯେତେବେଳେ କି ଆମର କ୍ୟାମେରା ଟ୍ରାପ୍ରେ ଆମେ ତାର ଏଭିଡେନ୍ସ ପାଇବୁ। ତ ପାଦ ଚିହ୍ନଟି ପାଖାପାଖି ମ୍ୟାଚ୍ ହେଉଛି, କିନ୍ତୁ ଏଭିଡେନ୍ସ ଆମେ ଯେହେତୁ ପାଇନୁ, ସେ ବାଘ କି ନୁହେଁ କହିପାରିବୁ ନାହିଁ ବର୍ତ୍ତମାନ। ଆଜି ସନ୍ଧ୍ୟା ସୁଦ୍ଧା ଆମର ଟ୍ରାପ୍ କ୍ୟାମେରା ଗୁଡ଼ା ସବୁ ଲାଗିଯିବ ସେଇ ଅଞ୍ଚଳରେ। ଦେନ୍ କାଲି ଆମେ ସଠିକ୍ ଭାବେ କହିପାରିବା ସେଟା ବାଘର କି କାହାର ପାଦ ଚିହ୍ନ ସଠିକ୍ ଭାବେ କାଲି କହିପାରିବା। ବିଗତ 3-4 ଦିନ ତଳେ ସେଟା ଆନ୍ଧ୍ରପ୍ରଦେଶରେ ମୁଭମେଣ୍ଟ ଥିଲା। ଯେଉଁ ବାଘଟି ଆମର ବିଗତ ବର୍ଷ ତଳେ ଏଠି ଆସିଥିଲା, ତାର ଆନ୍ଧ୍ରପ୍ରଦେଶ ମୁଭମେଣ୍ଟ ଥିଲା ବିଗତ 3-4 ଦିନ ତଳେ। ବର୍ତ୍ତମାନ ବାଘଶାଳା ନିକଟରେ ପାଦ ଚିହ୍ନ ଆମେ ପାଇଛୁ। ତାକୁ ତଦନ୍ତ ଚାଲିଛି। ତଦନ୍ତ ପରେ ଆମେ ସଠିକ୍ ଭାବେ କହିପାରିବା କୋଉଠି ଅଛି। ବ୍ୟୁରୋ ରିପୋର୍ଟ, ବିପ୍ଳବୀ परिक्रमा। Please like, share and subscribe to our channel Biplabhi Parikrama.